ଶାନ୍ତି କରିପାରିବେନି। ଜାୟା, ଜାମାତା, ଜଳାଶୟ, ଜଠରାଗ୍ନି, ଜାତବେଦ, ଏ ଯୋଉ 5 ଜ ତାଙ୍କୁ ଶାନ୍ତି କଲା ମଣିଷ ସଂସାରରେ କିଏ ଅଛି? ପ୍ରଥମରେ ଅଛି ଜାୟା, ସ୍ତ୍ରୀ କି ସନ୍ତୁଷ୍ଟ କଲା ପୁରୁଷ, ସମାଜରେ କେହି ନାହିଁ। ସଦାବେଳେ ଅଶାନ୍ତି, କାରଣ ଏମାନେ ଭଲ ମନ୍ଦ କିଛି ଜାଣନ୍ତିନି। ସେଇଥିପାଇଁ ଚାଣକ୍ୟ କହିଲେ ଅତିଥି ବାଳକଂ ଶୈବ ରାଜା ଭାର୍ଯ୍ୟା ତଥୈବ চ ଅସ୍ତି ନାସ୍ତି ନ ଜାନାତି ଦେହି ଦେହି ପୁନଃ ପୁନଃ। ଅତିଥି ସିଏ ଭଲ ମନ୍ଦ ଜାଣିବେନି। ଇଏ ଗରିବ ଲୋକ, ଆ ଘରେ ଅଛି କି ନାହିଁ, ଖାଇଛି କି ନାହିଁ, ତାଙ୍କ ଘରେ କଳି ଅଛି କି ଭଲ ଅଛି, ସିଏ ଦୁଆରେ ମାଗିବେ ମା କଣ ଗଣ୍ଡିଏ ମିଳୁ, ସିଏ ଭଲ ମନ୍ଦ ଜାଣିବେନି। ଅତିଥି ବାଳକ, ଛୋଟିଆ ଛୁଆ, ସିଏ ଜାଣିବନି ମୋ ବାପା ଧନୀ କି ଗରିବ। ସାଙ୍ଗ ପିଲା ଯଦି ଗଣେଶ ପୂଜାକୁ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିଛି, କହ ବାପା ମୋ ପାଇଁ ଆଣ, ସିଏ କଣ ଜାଣିଛି ମୋ ବାପାର ଅଛି କି ନାହିଁ, ସିଏ ଜାଣିବନି। ରାଜା, ରାଜା ଭଲ ମନ୍ଦ ଜାଣିପାରନ୍ତିନି, ସିଏ ତାଙ୍କ ଦଣ୍ଡ ଦବା କଥା ଦେବେ। ଭାର୍ଯ୍ୟା, ସ୍ତ୍ରୀ, ସ୍ତ୍ରୀ ଭଲ ମନ୍ଦ କଣ ଜାଣିବ? ସାବିତ୍ରୀ କି ଦାମୀ ଶାଢୀ ଫଳ କିଲୋକୁ 300 ଟଙ୍କା ନ ଆଣିବୁ, ସାବିତ୍ରୀ ଓଷା ସେଇଦିନ ମୁଣ୍ଡିଆ ମରା ଛଡେଇ ଦବ। ଆଉ କଣ କମ ବାଗରେ ସେ ପୂଜା କରନ୍ତି କି? ଏ ଯୋଉ ସାବିତ୍ରୀ ଓଷା କରନ୍ତି କାହିଁକି? ପ୍ରହସନ। କିଏ ସତ୍ୟବାନ କାଠ ଆଣୁଥିଲା, ମୁଣ୍ଡରେ ଟାଙ୍ଗିଆ ବାଜିଲା, ସିଏ ମରୁଥିଲା। ସାବିତ୍ରୀ ବ୍ରତ କଲା, ତା ସ୍ୱାମୀ କି ବଞ୍ଚେଇଲା, ଶିବଙ୍କ ସହିତ ଯମ ପାଖରୁ ଫେରେଇଲା। ଆମ ସ୍ତ୍ରୀ ଯୋଉ କରୁଛି ସାବିତ୍ରୀ ବ୍ରତ, ଆମେ ତ ବଞ୍ଚିଛେ, ସିଏ କାହିଁକି କରୁଛି? ମଲେ ବଞ୍ଚେଇବ ମୋଟେ? ବରଂ ଷଣ୍ଢ ପଛପଟେ ଛିଡା ହେଇଥିବେ, ପଡିଶା ଘର ସ୍ତ୍ରୀ ଲୋକ ସାଙ୍ଗରେ ଯାଇଥିବ ଶାଢୀ ପୂଜା କରିବାକୁ, ସେ ଶାଢୀ କି ଚିପିବ ତାଟାକୁ ୟାଟାକୁ। ଯଦି କ୍ୱାଲିଟି ମେଳ ହେଲା, ଆସିଲେ ହସିକି ମୁଣ୍ଡିଆଟିଏ ମାରିବ। ଯଦି କ୍ୱାଲିଟି ମେଳ ନହେଲା, ସେଇଆଡୁ ଦୁର୍ଗା ହେଇକି ଆସିବ। ଅର୍ଦ୍ଧନଗ୍ନ ଚିତ୍ର, ଲୁଗା ଫୋପାଡି ଯା ଖା ତ ଲୁଗା। ଅଣ୍ଡିରା ବର୍ଷେକେ ଗୋଟେ ଲୁଗା ଆଣିଛି ଯେ ଏଇଟା ତା ସାଙ୍ଗରେ ମେଳ ହେଲାନି। କାହିଁକି? ସେ ଯଦି ଭଲ ମନ୍ଦ ଜାଣୁଥାନ୍ତା ତାହେଲେ କଣ ଏମିତି କରିଥାନ୍ତା? ଇଏ 4 ଜଣ ଜାଣନ୍ତିନି। ତେଣୁ ଅଶାନ୍ତି ପ୍ରଥମରେ ଜାୟା, ଦ୍ୱିତୀୟରେ ଜାମାତା, ଜୁଆଇଁ। ଗାଁ ମୁଣ୍ଡ ମୁଠିବାର ବିଲ ବିକି ତାକୁ ଯୌତୁକ ଦେଇଥବ। ଯଦି ପୋଖରୀ ତଟରେ କିଏ ପଚାରିବ ଶ୍ୱଶୁର ଘର କଣ ଦେଇଥିଲେ, ନା ଚଣ୍ଡାଳ ଏଇ ଗୋଟାକ ଦେଇଥିଲା। ଓଡିଆ ଇଂଲିଶ ଲଗେଇବ, ତାକୁ କଣ କହିହବ ପେଣ୍ଡାଲରେ? ତେଣୁ ସିଏ ତାର ପଛେ ନେଳିଆ ପୋକ ଉଡି ଯାଉ, ଇଏ କହିବ ଦେଇନି କିଛି। ଜୁଆଇଁ ସନ୍ତୁଷ୍ଟ ନୁହଁ। ଜାୟା, ଜାମାତା, ଜଳାଶୟ, 7 ଦିନ ଛାଡି 17 ଦିନ ଲଘୁଚାପ ମେଘ ହେଲେ ପୋଖରୀ ପାଣି ଉଛୁଳିବ? ସବୁ ତାରି ଭିତରେ ରହିବ। ଜାତବେଦ, ନିଆଁ। ଗାଁରେ ହୋମ ହଉଛି, ଯଜ୍ଞ ହଉଛି, 2 କୁଇଣ୍ଟାଲ ଗୁଆ ଘିଅ ପୋଡି ସାରିବେଣି, କିଏ ସେ ଆଉ କିଲେ ଆଣିଦବ